ଯାଇଛନ୍ତି ଅର୍ଥାତ ସେ ହରେ କୃଷ୍ଣ କିଏ କଣ କହିଲେ କି? ଆଜ୍ଞା କିଏ କହିଲେ ନା କଣ? ନା ତେଣୁ ନିଶ୍ଚିତ ରେକର୍ଡିଂ ସେ ଆରମ୍ଭ ହେଲା ବିଷୟରେ ବୋଲି ସାଉଣ୍ଡ ହେଲା। ଶାସ୍ତ୍ର ଅନୁସାରେ କଣ ନା ସୁବର୍ଣ୍ଣ ସୀତା କରାଗଲା ଭଗବାନ ସ୍ଵୟଂ ସେ, ତେଣୁ ସେଥିରେ ତାଙ୍କୁ ଜୀବଦାନ ଦେଇ ଏଠି କଣ କରାଯାଇଛି, ଜୀବଦାନ ଟା ଆମ ଶାସ୍ତ୍ରରେ ବର୍ଣ୍ଣନା ହେଇନି। ତେଣୁ ଭଗବାନ ଯୋଉଠି ସ୍ପର୍ଶ କରିବେ ସେ ନିଶ୍ଚିତ ଭାବେ ସେଠି କଣ ସେ ଅଚଳ ସଚଳ ହେଇଯିବ। ତେଣୁ ଏଭଳି ମାତା ସୀତା ଯଜ୍ଞରେ ଉପସ୍ଥିତ ରହିଥିଲେ ଭଗବାନ ଶ୍ରୀରାମଚନ୍ଦ୍ର ତାଙ୍କର ଅଶ୍ୱମେଧ ଯଜ୍ଞ କରିଥିଲେ। ଏବେ ଏହି ପ୍ରକାର ଧାର୍ମିକ କ୍ରିୟାକଳାପରେ ଦୁଇ ଜଣ ଯାକ ଏକ ହିଁ ଅଟନ୍ତି। ନିଜର ପତ୍ନୀକୁ ଯୋଗ୍ୟ ମାର୍ଗ ପ୍ରଦର୍ଶନ କରାଇବା ଦ୍ଵାରା ପତ୍ନୀ ମଧ୍ୟ ସୁଖୀ ରହିଥାଏ। ଏ ପ୍ରଭୁପାଦଙ୍କ ପ୍ରବଚନ ଯେ ନିଜ ପତ୍ନୀକୁ ଯୋଗ୍ୟ ମାର୍ଗ ଦର୍ଶନ କରାଇବା ଦ୍ଵାରା ପତ୍ନୀ ମଧ୍ୟ ସୁଖ ରହିଥାଏ। ଏଇଠି ଗୋଟେ ପତ୍ନୀର କର୍ତ୍ତବ୍ୟ ପତିଙ୍କର ଯାହା କହୁଛନ୍ତି ତାହା ଗ୍ରହଣ କରିବେ। ଆପଣ ପତି ଯଦି ଗ୍ରହଣ କରୁଛନ୍ତି, ଆପଣଙ୍କର ଭଉଣୀ ଆପଣଙ୍କର ମା ବାପା ଯୋଉମାନେ ଅଛନ୍ତି ସେମାନେ ଆପଣଙ୍କୁ ବାୟଷ୍ଟ ବି କରିଦିଅନ୍ତି, ଏଇ ତୋର ଭବିଷ୍ୟତ କଣ, ତୁ କଣ ତୁ କହୁନୁ ତୋ ନାଁରେ ଗୋଟେ ସେ ଆମକ ଇନ୍ସୁରାନ୍ସ କରିଦେବେ କି ସେ ଇନ୍ସୁରାନ୍ସ କରିଦେବେ କି, ନହେଲେ ତୋର ଯୋଉ ନୋମିନି କରିବେ ସବୁଥିରେ, ଏସବୁ ଜିନିଷ ଏମିତି ବାୟଷ୍ଟ କେତେ କରୁଛନ୍ତି। ଯୋଉମାନେ କୃଷ୍ଣ ଚେତନଶୀଳ ସେ ଏଥିରେ ସେମାନେ ପ୍ରଭାବିତ ହେବା ଉଚିତ ନୁହେଁ ବା ହୁଅନ୍ତି ନାହିଁ। କାରଣ କୃଷ୍ଣ ହିଁ ସବୁ କିଛି, ଗୋଟେ ଲକ୍ଷ୍ୟସ୍ଥଳ କୃଷ୍ଣ, ସମସ୍ତ ଦି ଜଣ ଯାକ ଚାଲିବେ ସେଇ ଗନ୍ତବ୍ୟ ପଥରେ କୃଷ୍ଣ ଚେତନା ମାର୍ଗରେ, ଲକ୍ଷ୍ୟସ୍ଥଳ କୃଷ୍ଣଙ୍କ ପାଦ ପଦ୍ମ, କୃଷ୍ଣ ପାଦ ପଦ୍ମରେ ରତି ବା ପ୍ରେମ ପ୍ରାପ୍ତ ହେବା ନିମିତ୍ତ। ତେଣୁ ପ୍ରପାତ କହିଛନ୍ତି ଯେ ଏଟା ପୃଷ୍ଠା କେତେଟି? ହଁ 87 ପତ୍ନୀ କିନ୍ତୁ ପତି ପତ୍ନୀର ଅର୍ଦ୍ଧେକ ପାପ ଭାଗି ହୋଇଥାଏ। ପତି ପତ୍ନୀର ଅର୍ଦ୍ଧେକ ପାପ ଭାଗି ହୋଇଥାଏ। ଅତଏବ ପତି ନିଜର ପତ୍ନୀକୁ ଆଧ୍ୟାତ୍ମିକ ବିଷୟରେ ଶିକ୍ଷା ଦେବା ଉଚିତ। ପତ୍ନୀ ଯଦି ପୁଣ୍ୟର ଅଧା ନେଇଛନ୍ତି, ପତ୍ନୀର ପାପର ଅଧା ମଧ୍ୟ ପତି ଗ୍ରହଣ କରନ୍ତି, ଭାଗି ଅଟନ୍ତି, ଶାସ୍ତ୍ର ଅନୁସାରେ କୁହାଯାଇଛି। ତେଣୁ ପତ୍ନୀ ଯଦି ଘର ପତ୍ନୀ ହଉଛନ୍ତି ଗୃହସ୍ଥ ଆଶ୍ରମର କେନ୍ଦ୍ର, ସିଏ କେନ୍ଦ୍ର। ତେଣୁ କାରଣ ଏ ଜଗତର କେନ୍ଦ୍ର କିଏ? ସେ ଏ ଜଗତର କେନ୍ଦ୍ର କିଏ? କା ଦ୍ଵାରା ଜଗତଟା ଭଗବାନ ଜଗତର ଚାଲିଛି? କୃଷ୍ଣ ଭଗବାନ ସିଏ ତ ଅଲ୍ଟିମେଟ ଗୋଲ। କା ଦ୍ଵାରା ଚାଲିଛି? ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ରେଖା ଛାୟ ବଜସ୍ୟ ଭୁବନାନି ବିଭର୍ତି ଦୁର୍ଗା। କା ଦ୍ଵାରା? ମାୟା ଦେବୀ ମାୟା ଶକ୍ତି ଦୁର୍ଗା ମାୟା ଦେବୀଙ୍କ ଦ୍ଵାରା। ମାୟା ଦେବୀଙ୍କ ଦ୍ଵାରା ଏଇ ଜଗତଟା ଚାଲିଛି। କିନ୍ତୁ ମାୟା ଦେବୀ ପ୍ରେରଣା ପାଉଛନ୍ତି, ଶକ୍ତି ପାଉଛନ୍ତି ଭଗବାନଙ୍କ ଠାରୁ। ତେବେ ଶିବଜୀ କଣ କରିଛନ୍ତି, ଏଠି ଯାହା କିଛି ଯୋଉ ତପସ୍ୟା ଧ୍ୟାନ ସମାଧିରେ ରହୁଛନ୍ତି ତାର ପ୍ରାପ୍ୟ ମଧ୍ୟ ସେ ଶକ୍ତି ପ୍ରାପ୍ତ ହଉଛନ୍ତି କିଏ? ସେ ମାତା ପାର୍ବତୀ। ଶିବଜୀଙ୍କ ଜରିଆରେ ସେ ଶକ୍ତି ପ୍ରାପ୍ତ ହଉଛନ୍ତି। ତେଣୁ ପତ୍ନୀ ଯଦି କିଛି ଦୋଷ କଲା ତାହେଲେ ପତି ମଧ୍ୟ ସେଥିପାଇଁ ଦାୟୀ। ଆମର କଣ ଅଛି ନା, ଗୋଟେ ଘର ଭିତରେ ଯଦି ସ୍ତ୍ରୀ ଦୋଷ କରେ, କୋର୍ଟ କଚେରୀ ବା ଅଦାଲତ ହଉ ବା ସମାଜ ଭିତରେ କାହାକୁ ଧରିବେ? ପତ୍ନୀকে ଧରିବେ। ତମ ସ୍ତ୍ରୀ ଭୁଲ କରିଛି, ଏଠି ଗଣ୍ଡଗୋଳ କରିଛି କି ଏ କରିଛି ସେ କରିଛି ଇତ୍ୟାଦି ଇତ୍ୟାଦି। ପିଲା ଭୁଲ କଲେ ମଧ୍ୟ ବାପାଙ୍କୁ ଧରିବେ। ପରିବାରର ମୁଖ୍ୟ ବାପା, କିନ୍ତୁ କେନ୍ଦ୍ରଟା ହଉଛି, କଣ୍ଟ୍ରୋଲର ହଉଛି ସ୍ତ୍ରୀ। ତେଣୁ ସ୍ତ୍ରୀର ଭୂମିକା ଏତେ ନଗଣ୍ୟ ନୁହେଁ। ତେଣୁ ଏଥିରେ ମଧ୍ୟ ବର୍ଣ୍ଣନା ହେଇଛି ସ୍ତ୍ରୀ ହେଲେ ସୌଭାଗ୍ୟର ପ୍ରତୀକ, ଆଉ ସ୍ତ୍ରୀ ହେଲେ ମଧ୍ୟ ଠିକ ଓଲଟା ଦୁର୍ଭାଗ୍ୟର ପ୍ରତୀକ। ସ୍ତ୍ରୀ ଯଦି ଦୁର୍ଭାଗା ହେଇଗଲା ପରିବାରଟା, ସାରା ପରିବାର ଦୁର୍ଭାଗା ହେଇଯିବ। ବୁଝିପାରୁଛନ୍ତି ତ? ନା ଏଥିରେ କିଛି ଦ୍ୱୈତ ଭାବ ଅଛି, ଦ୍ୱନ୍ଦ୍ୱ କଥା କିଛି ଅଛି କି କୁହନ୍ତୁ?
आपण मान तो सब एक्सपर्ट बसचंती निरुपमा माताजी नीलिमा माताजी हारमणी माताजी कहंतो ନାଇଁ ପ୍ରଭୁ ସେ ନାଇଁ ମାନେ ପ୍ରଭୁଜୀ କଣ୍ଟ୍ରୋଲ ଏଥିରେ ପରସ୍ପରର ମ୍ୟୁଚୁଆଲ ରେ ଅଣ୍ଡରଷ୍ଟାଣ୍ଡିଂ ଅଣ୍ଡରଷ୍ଟାଣ୍ଡିଂ ରେ ଚାଲେ। ତେଣୁ ଘରଟା ତାର ମୂଳ ପରିବାର ଚାବିକାଠି ସମ୍ଭାଳ ତ ସେଇଠି ଅଛି, ମୂଳ ଚାବିକାଠି ସେଇ ସ୍ତ୍ରୀଙ୍କ ପାଖରେ ଅଛି। ସୋର୍ସଟା ଆସେ ପତିଙ୍କ ଆଡୁ, ବାହାରୁ ପତି ରୋଜଗାର କରିକି ଆଣିବେ, ସ୍ତ୍ରୀ ତାକୁ ଉପଯୁକ୍ତ ବ୍ୟବହାର କରିକି ସମସ୍ତଙ୍କୁ ସନ୍ତୁଷ୍ଟ କରିବେ। ଏଇଟା ହଉଛି ପରିବାର ଲୋକ। ଆଉ ଉଭୟ ପରସ୍ପର ସନ୍ତୁଷ୍ଟ ହେବେ, ଲକ୍ଷ୍ୟସ୍ଥଳ ଏକ କୃଷ୍ଣ ପାଦ ପଦ୍ମରେ ରହିଛି। ତେଣୁ ଯାହା କିଛି ରୋଜଗାର, ଯାହା କିଛି ଆସୁଛି, ଯାହା କିଛି କାର୍ଯ୍ୟ ହଉଛି, ଯାହା କିଛି ଆଲୋଚନା ହଉଛି, ଯାହା କିଛି ହଉଛି ସବୁ କୃଷ୍ଣ କୈନ୍ଦ୍ରିକ ହେବା ଉଚିତ, କୃଷ୍ଣଙ୍କ ଆମର ନିମିତ୍ତ ହେବା ଉଚିତ। ପ୍ରଭୁଜୀ ଆମର ପିତୃ ମାନେ ପାଟ୍ରିଆର୍କାଲ ସୋସାଇଟି ହେଇଯାଉଛି ତ, ମାନେ ପିତୃ କୈନ୍ଦ୍ରିକ। ଆମର କୃଷ୍ଣ କୈନ୍ଦ୍ରିକ ହବା ଦରକାର, ଆପଣ ଯୋଉଟା କହିଲେ। ଆଜ୍ଞା ପିତୃ କୈନ୍ଦ୍ରିକ, ଆପଣ ବାସ୍ତବ ଜିନିଷଟାକୁ ଦେଖନ୍ତୁ। ପିତୃ କୈନ୍ଦ୍ରିକ ଅର୍ଥାତ ଘରର ମୁଖ୍ୟ ବାପା, ବାହାର ପାଇଁ ଘରର ମୁଖ୍ୟ ହେଲେ ବାପା। କିନ୍ତୁ ଘର ଭିତରଟା କା ଦ୍ୱାରା କଣ୍ଟ୍ରୋଲ ହଉଛି? ମାଙ୍କ ଦ୍ୱାରା। ବାପା ପଇସା ଆଣିକି ଦେବେ, ସବୁ ଜିନିଷ ଆଣିଦେବେ, ମା ତାର ଉପଯୁକ୍ତ ବ୍ୟବହାର କରିବେ, ପିଲାଙ୍କୁ ସନ୍ତୁଷ୍ଟ କରିବେ, ଘରେ ଅନ୍ୟ ଯଦି କେହି ଶାଶୁ ଶ୍ୱଶୁର ଥାନ୍ତି ତାଙ୍କୁ ସନ୍ତୁଷ୍ଟ କରିବେ, ସ୍ୱାମୀକୁ ସନ୍ତୁଷ୍ଟ କରିବେ। ଦ୍ରୌପଦୀ ପରା 5 ଜଣଙ୍କୁ ସନ୍ତୁଷ୍ଟ କରୁଥିଲେ। ଦ୍ରୌପଦୀ 5ଟା ସ୍ୱାମୀକୁ ସନ୍ତୁଷ୍ଟ କରୁଥିଲେ, ଶାଶୁ ମଧ୍ୟ ପାଖରେ ଥିଲେ, ଆଉ ଅନ୍ୟାନ୍ୟ ବିପଦ କଥା ତ ସବୁ ଅଛି, କରୁଥିଲେ ନା ନାଇଁ? ଆମେ ଆଧ୍ୟାତ୍ମିକ ମାର୍ଗରେ ଯାଉଛେ, ସେ ଜିନିଷ ଆଲୋଚନା କରିବା, ବୁଝିଲେ କି? ତେଣୁ ଆଜ୍ଞା ଏଇଠି କୁହାଯାଇଛି 3 ପ୍ରକାର ପତିବ୍ରତା ଅଛି, ପ୍ରତିବ୍ରତା, ସାଧ୍ୱୀ, ସତୀ। ତେଣୁ ସତୀତ୍ୱ ଯାହାର ଥାଏ, ସତୀତ୍ୱ ହେଉଛି ସ୍ତ୍ରୀର ସମ୍ବଳ। ସେ ଯାହା ତାହା କରିଦବ, ଯାହା କହିଦବ ତାହା ହେଇଯିବ। 5ଟା ପତିର ପତ୍ନୀ ହେଉଛନ୍ତି ଦ୍ରୌପଦୀ। ଗୋଟେ ବଚନ ଧାରାରେ ବାନ୍ଧି ହେଇଗଲେ 5ଟା ଯାକ ସ୍ୱାମୀ, ଯେ ସ୍ତ୍ରୀକୁ ହୋଡ ରଖିଦେଲେ, ତାଙ୍କୁ ବିବସ୍ତ୍ର କରାଗଲା। ଏତେ ରଥୀ ମହାରଥୀ ଥାଇକି ମଧ୍ୟ କେହି କିଛି କରିପାରିଲେନି। ଅବଶ୍ୟ ଭୀମସେନ କଣ କରିପାରିଥାନ୍ତା, କିନ୍ତୁ ଯୁଧିଷ୍ଠିର ତାଙ୍କୁ ମନା କରିଦେଲେ, ନା ନା ନା, ଆମେ କିଛି, ଆମେ ବିବଶ, ଆମେ ଅର୍ଥାତ୍ ତାଙ୍କୁ ତ୍ୟାଗ କରିଦେଇଛେ, ହୋଡ କରିଦେଇଛେ, ବ୍ୟବହାର କରିଛେ ମୋହରା ରୂପେ। ତେଣୁ ଏଇଠି ଯେତେବେଳେ ଏମାନେ ବିବଶ ହେଇଗଲେ, ଦ୍ରୌପଦୀ କଣ କଲେ? କୃଷ୍ଣକୁ ଡାକିଲେ, ଏ ଦ୍ୱାରିକାଧୀଶ, ତୁମେ ଏ ବିପଦରୁ ହିଁ ମତେ ରକ୍ଷା କରିବ। ଅର୍ଥାତ ଏଇ ଯୋଉ ବୈଦିକ ନିୟମର ଊର୍ଦ୍ଧ୍ୱରେ ଭଗବାନ, ତେଣୁ ଭଗବାନ ଏଇଠି ତାଙ୍କୁ ସାହାଯ୍ୟ କରିଛନ୍ତି ବସ୍ତ୍ର ରୂପରେ। ଏ ବସ୍ତ୍ର କୁଆଡୁ ଆସିଲା କେତେ, ଏମାନେ ବି ତାକୁ କଳନା କରିପାରିଲେନି ଏସବୁ। ତାପରେ କଣ ହେଇଛି ନା, କ୍ରୋଧ ଜର୍ଜରିତ ଦ୍ରୌପଦୀ ତାଙ୍କର ଯେତେବେଳେ କ୍ରୋଧରେ ଅନେଇ ଦେଇଛନ୍ତି, ସେତେବେଳେ କଣ ହେଇଛି? ଅନ୍ତପୁର ସମସ୍ତେ, ଅନ୍ତପୁରରେ ନିଆଁ ଲାଗିଗଲା। ଏସବୁ ଜିନିଷ ଅଛି। ସେ ସାମର୍ଥ୍ୟ ଆମର ନଥିଲେ ମଧ୍ୟ ଆମର କୃଷ୍ଣ କୃପା ହିଁ ସମ୍ବଳ। ଆମେ ଦୁଇ ହାତ ପ୍ରଭୁଜୀ ଯୁଧିଷ୍ଠିର ଯୋଉ କଲେ ଦ୍ରୌପଦୀକୁ ପଣ ରଖିଦେଲେ, ସେଇଟା କଣ ଉଚିତ କି? ପତି କଣ ପତ୍ନୀକୁ ବିକ୍ରି କରିଦବ କି ପତ୍ନୀକୁ ଅଲଗା ହାତରେ ଟେକି ଦେଇ ପାରିବ କି? ମାତାଜୀ, ସେ ମଣିଷ ନଥିଲେ, ସେଟା ମଣିଷ ନଥିଲେ। ତେଣୁ ସେ ଶିକ୍ଷା ଦେଲେ ଯେ ତୁମେ ଏଇଭଳି ସ୍ତ୍ରୀଙ୍କୁ ହୋଡ ରଖିବନି। ଦ୍ରୌପଦୀଙ୍କର ଶକ୍ତି ସାମର୍ଥ୍ୟ ଥିଲା ବୋଲି ସେ ସମସ୍ତଙ୍କୁ ଜାଳିଦେଲେ, ବୁଝିପାରିଲେ କି? ଏଇ ନିୟମକୁ ଅଙ୍ଗୀକାର କରିବନି, ଏଇଟା ଶିକ୍ଷା ଦେଇଛନ୍ତି ସେ। ଏଭଳି ଆମ ଭଳିଆ ସମର୍ଥବାନ ପୁରୁଷ ମଧ୍ୟ ଆମେ ଯୋଉଠି ହାରି ଯାଉଛୁ, ତୁମେ କଣ କରିପାରିବ ସାଧାରଣ ମନୁଷ୍ୟ? ଏଇଟା ଶିକ୍ଷା, ବୁଝିପାରିଲେ? ଏସବୁ ଲୀଳା କରିଛନ୍ତି ସେ ସବୁ ଲୀଳାରେ ସେ ସବୁ ଆସିବ ପରା, ସେ ସବୁ ଲେଖା ହେଇଛି। ସମାଜକୁ ଶିକ୍ଷା ଦେବା ପାଇଁ, ଆଉ ସମାଜକୁ ଶିକ୍ଷା ଦେବା ପାଇଁ ହେଇଛି। ଆଉ ତମେ ଏଭଳି ଜୁଆ ଖେଳିବନି, ଏଭଳି ଜୁଆ ଖେଳିବନି। କିନ୍ତୁ ବାସ୍ତବିକ ଯେଉଁମାନେ ମୂର୍ଖ, ଏମାନେ ଏଇଭଳି ଜୁଆ ଖେଳିକି ନିଜ ସ୍ତ୍ରୀକୁ ମଧ୍ୟ ହୋଡ ରଖି ଦଉଛନ୍ତି, ବୁଝିଲେ କି? ଆଉ ଏଇ ଦଶାଟା ବି ଭୋଗା ହଉ, ଏଇ ଦଶାଟା ମୁଁ ଥରେ ପେପରରେ ପଢିଥିଲି, ଏଇ ଦଶା ବି ଭୋଗିଛନ୍ତି ସେମାନେ।
ଭଗବାନ 16,000 ପତ୍ନୀକୁ ଅଙ୍ଗୀକାର କରିଥିଲେ, ହ୍ରାସ କରିଥିଲେ। ଯେଉଁମାନେ ଦାଉଦ ଭଳି ସବୁ ଅଛନ୍ତି ସବୁ ଆଣ୍ଟି ସୋସିଆଲ, ସେମାନେ ମଧ୍ୟ ସେଇଭଳି ଗୁଡେକୁ ପୋଷିକି ରଖିଛନ୍ତି। ସେମାନଙ୍କୁ ମୋହରା କରି ବ୍ୟବହାର କରିଛନ୍ତି, ତସ୍କର କାର୍ଯ୍ୟରେ ଲଗାଉଛନ୍ତି। ତେଣୁ ଏ କ୍ଷେତ୍ରରେ କ'ଣ, ଏ ଭଗବାନଙ୍କର ସେମାନେ ହେଲେ ଠିକ ଓଲଟା, ଆସୁରିକ ଚେତନା ବିଶିଷ୍ଟ। ଭଗବାନ ସିଏ ତ କରିଥିଲେ ବିଷ୍ଣୁ, ଆମେ କାହିଁ ନ କରିବା? ସିଏ କ'ଣ ଏକୁଟିଆ ଖାଇବେ? ଆରେ ଭଗବାନ ହେଲେ ପରମାତ୍ମା ପରେ, ତାଙ୍କ ତତ୍ତ୍ୱ ଜାଣ। ଏ ତତ୍ତ୍ୱ ନ ଜାଣିକି ଏଭଳି ବାହ୍ୟ ଦୃଷ୍ଟି ଏସବୁ କରିପାରୁଛନ୍ତି। ତାପରେ ଫଳ ସ୍ୱରୂପ ବିଷ ଫଳ ସେମାନେ ଭୋଗ କରୁଛନ୍ତି, ଇତ୍ୟାଦି ଇତ୍ୟାଦି। ତେଣୁ ଏଭଳି ଏଇ ସତୀମାନେ ଅଛନ୍ତି। ଆଉ ଭବାନୀ ଭଗବାନ ଶିବଙ୍କର ପତ୍ନୀ, ଏଇଟା କ'ଣ ପତିବ୍ରତା ସ୍ତ୍ରୀ କହିଛନ୍ତି। ଭବାନୀ ହେଲେ ଭଗବାନ ଶିବଙ୍କର ପତ୍ନୀ, ଦେବହୂତି କରଦମୁନିଙ୍କର ପତ୍ନୀ, ଅର୍ଚି ଦେବୀ ପୃଥୁ ମହାରାଜଙ୍କର ପତ୍ନୀ, ସୀତା ଦେବୀ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପତ୍ନୀ, ସୁକନ୍ୟା ଚ୍ୟବନ ମୁନିଙ୍କର ପତ୍ନୀ, ଅନୁସୟା ଅତ୍ରି ମୁନିଙ୍କର ପତ୍ନୀ, ବିଷ୍ଣୁପ୍ରିୟା ଭଗବାନ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ପତ୍ନୀ, ଦ୍ରୌପଦୀ ପାଣ୍ଡବ ମାନଙ୍କର ପତ୍ନୀ। ବର୍ତ୍ତମାନ ଇଏ ସମସ୍ତଙ୍କ କଥା ଛାଡନ୍ତୁ, ବିଷ୍ଣୁପ୍ରିୟାଙ୍କ କଥା କୁହନ୍ତୁ। 16 ବର୍ଷ ବୟସ, 16 କି 17 ହେଇଥିବ, ମହାପ୍ରଭୁ ତାଙ୍କୁ ତ୍ୟାଗ କରିକି ଆସିଲେ ହେରି। ତାଙ୍କୁ ତ୍ୟାଗ କରିକି ଆସିଲେ, ଘରେ ପୁଣି ଆଉ ଜଣେ କିଏ ଅଛନ୍ତି? ବୃଦ୍ଧ ମାତା ଅଛନ୍ତି, ତ୍ୟାଗ କରିକି ଆସିଛନ୍ତି। ସେ କେମିତି ଘରେ ରହିଲେ? ଆଉ କାହିଁକି ରହିଲେ? ସେ ଅନ୍ୟତ୍ର କ'ଣ ଯାଇପାରିନଥାନ୍ତେ? ବିବାହ କରିପାରିନଥାନ୍ତେ? ଜଗତ ମାତା ସେ, ଜଗତକୁ କ'ଣ ଶିକ୍ଷା ଦେବେ? କଳିଯୁଗର ଲୋକ, ତାଙ୍କଠୁ କ'ଣ ଶିକ୍ଷା ପାଇବେ? ସେ କ'ଣ କଲେ? ମହାପ୍ରଭୁଙ୍କ ବିରହରେ, ମହାପ୍ରଭୁଙ୍କୁ ଆଉ ଚାହିଁ ନାହାନ୍ତି। ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କରିବା ପରେ ଆଉ ବିଷ୍ଣୁପ୍ରିୟା, ମାତା ବିଷ୍ଣୁପ୍ରିୟା ଆଉ ତାଙ୍କୁ ଚାହିଁ ନାହାନ୍ତି, ତାଙ୍କ ମୁହଁକୁ ଚାହିଁ ନାହାନ୍ତି। ଯେତେବେଳେ ଯାଇଥିଲେ କୋଉଠିକି ନା ଶାନ୍ତିପୁରକୁ ଗଲେ, ଶେଷ ଦର୍ଶନ କଲେ ତାଙ୍କ ପାଦ ପଦ୍ମକୁ ଓଢଣା ଭିତରେ। ଆଉ ମାଙ୍କର ସେବା କରି ଚାଲିଛନ୍ତି, ଶାଶୁଙ୍କର ସେବା କରି ଚାଲିଛନ୍ତି। ଆଉ ଈଶାନ ଠାକୁର ଆଉ ଜଣେ ଯିଏକି ତାଙ୍କ ଘରେ କାମ କରୁଥିଲେ, ସେ ଥିଲେ। ତେଣୁ ବାହାର ଜିନିଷ, ବାହାର ସବୁ ଜିନିଷ ତ ଆଉ କ'ଣ ଘରେ ସବୁ ମିଳୁଛି କି? ବାହାର ଯାବତୀୟ ଜିନିଷ। ତେଣୁ ଈଶାନ ଠାକୁର ସେ ସବୁ ବାହାର କଥା ତୁଲାନ୍ତି। ଇଏ ଘରେ କ'ଣ କରିବେ? କହୁଥିଲି ଥରେ, ମନେ ଅଛି ଆପଣ ମାନଙ୍କର? କିଛି ତଣ୍ଡୁଳ ଆଣିବେ, ସେ ତଣ୍ଡୁଳକୁ ଆମେ କ'ଣ କରୁଛେ? ମାଳା ଦ୍ୱାରା ଗୋଟି ଭିଡୁଛେ। ବିଷ୍ଣୁପ୍ରିୟା ମାତା କ'ଣ କରୁଥିଲେ? ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଗୋଟିଏ ତଣ୍ଡୁଳ ଆଉ ଗୋଟିଏ ପାତ୍ରକୁ ଆଣୁଥିଲେ। ପୁନର୍ବାର ନାମ ଗାନ କରୁଥିଲେ, ଆଉ ଗୋଟିଏ ତଣ୍ଡୁଳ ଆଣୁଥିଲେ। ଏଇଭଳି ତଣ୍ଡୁଳ ଆଣି ଆଣି ଅପରାହ୍ନ ପର୍ଯ୍ୟନ୍ତ ଏଭଳି ନାମ ଜପ କରି ଯାହା ଆସୁଥିଲା ତାହାକୁ ପ୍ରସାଦକୁ, ପୁଣି ତାହାକୁ ସମସ୍ତଙ୍କୁ ଦଉଥିଲେ। ଯେତେବେଳେ ମାତା ସଚିମାତା ଚାଲିଗଲେ, ଈଶାନ ଠାକୁର ଚାଲିଗଲେ, ଏକା ରହିଲେ, ସେତେବେଳେ ଏଇ କୁଚ୍ଛର ସାଧନା କଲେ। ଏଇ ପ୍ରସାଦକୁ ମଧ୍ୟ ଅଧିକ ଅଭ୍ୟାଗତ ରୂପରେ ବୈଷ୍ଣବ ମାନଙ୍କୁ ପ୍ରଦାନ କରନ୍ତି। ଆଉ ଯେତିକି ବଳିଲା ସେତିକିରେ ନିଜର ଶରୀର ଧାରଣ କରନ୍ତି। ଏଟା ହେଲା ଏ ଯୁଗର ଶିକ୍ଷା। ଆମେ ଏଭଳି ଶିକ୍ଷା କରିବା ଉଚିତ, ଦୃଢ। ଆମେ ଏ ଶିକ୍ଷା ପାଇଛୁ। ତ ଆଗରୁ ମଧ୍ୟ ଘର ମାନଙ୍କରେ ଥିଲା। ଏଇ କିଛି ନାହିଁ, ମୋ ମଦରଙ୍କ ସମୟ କଥା କ'ଣ ନା, ପରିବାରର ସମସ୍ତେ ଖାଇସାରିବା ପରେ ନିଜେ ଖାଇବେ। ଆଜିକାଲି ଅଛି, ଆପଣ ମାନଙ୍କ କିଛି କରିଛନ୍ତି? ମାତାଜୀ, ପ୍ରଭୁଜୀ ନ ଖାଇଲା ନାହାନ୍ତି, ଅଛି କିଛି? ହରେ କୃଷ୍ଣ କରୁଛନ୍ତି ବୋଲି ରେଷ୍ଟ୍ରିକ୍ସନ ଟା ନାହିଁ। ସୁଲତା ମାତାଜୀ ଠିକ କଥା କହିଲେ। ଭୋକ ହେଲେ ଖାଇଦଉଛୁ, ପ୍ରଭୁଜୀଙ୍କ ପାଇଁ ଥୋଇ ଦେଇ ଖାଇଦବା। ସେ ଫଟୋ ଖାଇଦଉଛୁ, କୁଆଡେ ଯିବା ଆସିବାକୁ ଥିଲେ ବି ଖାଇଦଉଛୁ। ସେ କଥା ଅଲଗା କଥା, ସେ କଥାଟା ଅଲଗା। ସ୍ୱାମୀ ବାହାରକୁ ଯାଇଛନ୍ତି, ତାଙ୍କ ଫଟୋ ରଖିଦବା, ହେଠି ଟିକେ ଥୋଇଦବା, ତାପରେ ଖାଇବା। ଏଇଟା କ'ଣ ବିଧି? ଚାକିରିଆ ଲେଡିଜ ମାନେ ଖାଇକି ଯାଉଛନ୍ତି।
ଶୁଣନ୍ତୁ ବାସ୍ତବିକ ସେଇ କଥା ଆମେ ବିଷୟ ଆସିବା। ହଁ ଆମର ଏଠି ଜଣେ ଥିଲେ କିଏ ସେ ସନାତନ ବାବୁ ଜଣେ ସିନିୟର ଆଡଭୋକେଟ ଚାଲିଗଲେଣି। ମୁଁ କହୁଛି ଏଇଟା ମତେ ପ୍ରସଙ୍ଗରେ ଆଣିଛି। ତାଙ୍କର ଜଣେ ବୋହୂ ଟିଚର ଥିଲେ। ବୋହୂ ରୋଷେଇ କରିବେ ସବୁ କରିବେ, ତାଙ୍କର ସମୟ ହେଇଯିବ 9:30ରେ ସେ ବାହାରିକି ଯିବେ। ଆରେ ଖାଇବାକୁ ଶ୍ୱଶୁର ଖାଇନାହାନ୍ତି ତୁ କଣ ଖାଇଦେବୁ? ହଁ ବୁଢୀ ପାଟି କରିବ। ସେ ଉପାସରେ ଯାଆନ୍ତି, ବୁଝିଲେ କି? ଏଭଳି ଶ୍ୱଶୁର କଚେରୀକି ଯାଇନାହାନ୍ତି ତୁ ଖାଇଦେବୁ ଆଗ। ଏଭଳି ଭାବେ ସେ ଅଲଗା ରହିଲେ ଇତ୍ୟାଦି ଏ ବିଶୃଙ୍ଖଳା। ସେମାନେ ଜାଣିବା କଥା ଯୋଉମାନେ ଘର ମାନଙ୍କର ଶାଶୁ ଇତ୍ୟାଦି ଅଛନ୍ତି, ଆରେ ବୋହୂଟା ଯିବ ସେ କେମିତି, ସେଇ କ୍ଷେତ୍ରରେ କଣ କରାଯିବ ନା ଆମର କୃଷ୍ଣ ଚେତନା ସ୍ଥିତିରେ ଭଲ କଥା ଅଛି। ଆଚ୍ଛା ଆମେ ଭଗବାନଙ୍କୁ ଭୋଗ ନିବେଦନ କରିଦେବା। ନିବେଦନ କରିଦେଲେ ବାସ ପ୍ରସାଦ ଆସିବ। ଆମେ ନିଶ୍ଚିତ କିଛି ପାଇକି ଯିବା। ନହେଲେ ଯଦି ବ୍ରେକଫାଷ୍ଟ କିଛି ଥିବ ବଳିକି ଖାଇଦେବୁ, ମିଲ୍ସ ନେଇକି ପଳେଇବା ଡିନର ପାଇଁ, ବୁଝିଲେ କି? ଆରେ ଗୋଟେ ସବୁ ଜିନିଷ ଗୋଟେ ସମାଧାନ ବାଟ ଅଛି। ସବୁ ଜିନିଷର ଗୋଟେ ବାଟ ଅଛି। ଆଉ ସେ କଳା ପାହାଡ କହିଲା ଭଳିଆ ତୁ ଯଦି ତତଲା ତାଉ ଲୁହାରେ ଯଦି ପ୍ରଣାମ କରିବୁ ତାହେଲେ ତୋର ପ୍ରାୟଶ୍ଚିତ, କିମ୍ବା ତତଲା ଘିଅ ଫୁଟୁଥିବ ତୁ ଯଦି ପିଇବୁ ତାହେଲେ ତୋର ପ୍ରାୟଶ୍ଚିତ। କଣ ହେଲା ପରିସ୍ଥିତି? ସେ ସବୁ ନାହିଁ, ସବୁଥିରେ କୃଷ୍ଣଙ୍କର କୃପା ସବୁ କିଛି ଅଛି। ତେଣୁ ଏଇଭଳି ଭାବେ ଆମେ କୃଷ୍ଣକୁ କେବଳ କେନ୍ଦ୍ର କରିକି ଆମେ ଆଗକୁ ଆଗକୁ ଯିବା। ଆଉ ବୁଦ୍ଧି ଏଇ ଯୋଉ ଶ୍ରୁତି ଜ୍ଞାନ ଅପୋହନଞ୍ଚ ଭଗବାନ କହିଛନ୍ତି, ଅର୍ଥାତ କଣ ବାଟ ବାହାରିବ ଭଗବାନ ସେ ଆପଣ ମାନଙ୍କୁ ଦେବେ। ହରେ କୃଷ୍ଣ। ଏଥିରେ ତ ଆମର ସମୟ ପ୍ରାୟ ଯାଉଛି। ହରେ ହଉ ଠିକ ଅଛି, ଆମେ ତ ସେଇ କଥା ଆଲୋଚନା କରୁଛେ। ଭଗବତ ଗୀତା କଣ କହିଛନ୍ତି ଭଗବାନ? ଆଚ୍ଛା ୟାର କନକ୍ଲୁଜନ କେହି ଦେଲେନି ଯେ, ହଁ କି ନାହିଁ? ଆଚ୍ଛା ଯିଏ ଏଭଳି କରିବେ ସୁଲତା ମାତାଜୀ, ଆପଣ ସ୍ୱାମୀଙ୍କର କୃପା ପାଇବେନି। ସ୍ୱାମୀ କି ନ ଦେଇକି ଖାଇଦେବେ ଯଦି ଆଗ ସ୍ୱାମୀଙ୍କ କୃପା ପାଇବେନି। ନା ନ ମିଳିଲେ ନ ମିଳୁ ପଛେ ଆମେ ଖାଇଦେବୁ ଆଗ, ନାଇଁ କି? ଭୋକ କଲେ ତ ଖାଇବୁ ଆଉ। ଭୋକ କଲେ ଖାଇବେ। ପରମିଶନ ନେଇକିରି ପ୍ରଭୁଜୀ ଖାଇବ ଆଉ କଣ, ମାନେ ସେମିତି ଅଣ୍ଡରଷ୍ଟାଣ୍ଡିଂ ରେ ସବୁ କିଛି ହେଇପାରିବ। ମୋ କଥାଟା ପ୍ରଥମରୁ ବୁଝିପାରିଲେନି। ଆପଣ କୃପା ପାଇଁ ବ୍ରେକଫାଷ୍ଟ ତ ବନେଇବେ, ବ୍ରେକଫାଷ୍ଟ ବନେଇବେ, ବୁଝିଲେ କି? କୃଷ୍ଣଙ୍କୁ ଦେଇଦେବେ, ପରମାତ୍ମାକୁ ଆଗ ଦେଇଦେବେ, ତାପରେ ଯାହା କିଛି କରିବେ। ଶ୍ଲୋକ ନମ୍ବର 18 ପ୍ରଭୁଜୀ, 18। 18। ज्योति संगपित ज्योति तमसः परम उच्यते ज्ञान गम्य हृदि सर्वस्य वितिष्ठितम्। अति सुंदर कथा एठी भगवान कहते हृदि सर्वस्य वितिष्ठितम्, मु समस्तଙ୍କ हृदय विद्यमान। ए कथा मध्य पंचदश अध्याय कहा जायछि, आउ एठी अष्टादश अध्याय कहा जायछि जे हृदि सर्वस्य वितिष्ठितम् ईश्वर सर्वभूताना हृदय से अर्जुन तिष्ठति। ए भगवान केमितिया जिनिस कि, केमितिया जिनिस से सबुआडे अछंती, समस्तଙ୍କ हृदय अछंती, बाहर अछंती, अणुपरमाणु अछंती, से केमितिया जिनिस आलोचना करिया। समस्त ज्योतिष्क मानक मध्यरे से होचंती आलोकर उत्पत्ति स्थल, ताहले से आलोकर उत्स आलोकमय। से भौतिक अंधकार बहुत ऊर्ध्वरे अवस्थित, भौतिक अंधकार बहुत ऊर्ध्वरे अवस्थित। तेबे ये भौतिक जगत ये ब्रह्मांड ये सब जिनस तार स्वरूपटा कौन, तार रूपटा कौन? जो भौतिक जगत महत तत्व कहा जायछि ए सब जिनस यार स्वरूपटा कौन, निज रूपटा कौन? ମୁଁ ଯୋଉଟା ପଢୁଛି ଆପଣ ସେଇ ଜିନିଷଟା ପରା, ସେଇ ସେଣ୍ଟେନ୍ସଟା, ଆଉ ଅଧିକ କିଛି ନାହିଁ, ମୁଁ ଆଗକୁ ଯାଏନି। ଶୂନ୍ୟ ଏଟା ଲେଖା ହେଇଛି ଶୂନ୍ୟ ବୋଲି। ଅବ୍ୟକ୍ତ, ମହତ୍ତତ୍ଵ, ଅବ୍ୟକ୍ତ ପ୍ରଭୁଜୀ, ଦିବ୍ୟ ଜ୍ୟୋତି ପ୍ରଭୁଜୀ ମହତ୍ତତ୍ଵ ଅବ୍ୟକ୍ତ। ଦ୍ୱାରା ଆଚ୍ଛାଦିତ ଭୌତିକ ଜଗତ। ଅବ୍ୟକ୍ତ କହିଲେ ଭଗବାନଙ୍କ କିଏ?
ମାତାଜୀ ଆଜ୍ଞା ଏଠି କୁହାଗଲା ପରା ଭୌତିକ ଅନ୍ଧକାର ବୋଲି। ଏ ଜଗତଟା ଅନ୍ଧକାରମୟ, ତ ସ୍ୱରୂପଟା ଅନ୍ଧକାରମୟ। ଚନ୍ଦ୍ର କଥା କହିନଥିଲେ? ଚନ୍ଦ୍ର ସ୍ୱରୂପଟା କଣ? ଆଲୋକମୟ, ନାଇଁ ନାଇଁ ଅନ୍ଧକାର। ଅନ୍ଧକାରମୟ। ତେଣୁ ଏ ଜଗତଟା ହଉଛି ଅନ୍ଧକାରମୟ। ଏ ଅନ୍ଧକାର ଜଗତର ଊର୍ଦ୍ଧ୍ୱରେ ଭଗବାନ ଅଛନ୍ତି, ଅର୍ଥାତ୍ ନିର୍ବିଶେଷ ବ୍ରହ୍ମ କଥା ଭଗବାନଙ୍କର ଗୋଟେ, ସିଏ ଗୋଟେ ରୂପ ଏବଂ ଅବ୍ୟକ୍ତ ଅଟନ୍ତି। ଅବ୍ୟକ୍ତ ବୋଲେ ବ୍ୟକ୍ତ ନୁହନ୍ତି, ପରମାତ୍ମା ବ୍ୟକ୍ତ ନୁହନ୍ତି, ଅନୁଭବ ହଉଛି। ବ୍ୟକ୍ତ ନୁହନ୍ତି, ଆମେ ଦେଖିପାରୁନେ ତାଙ୍କୁ, କିନ୍ତୁ ଅନୁଭବ କରୁଛେ। ଆମକୁ ସିଏ ଛୋଟରୁ ବଡ କରୁଛନ୍ତି, ବଡରୁ ଆଉ ଟିକେ ବଡ କରିକି ପୁଣି ଆସ୍ତେ ଆସ୍ତେ ସୃଷ୍ଟି ସ୍ଥିତି ପ୍ରଳୟ କରିଦେଉଛନ୍ତି, ଲୀନ କରିଦେଉଛନ୍ତି। ଭାଗବତର ଆଜିର ଶ୍ଲୋକ ମଧ୍ୟ ସେଇ କଥା ଅଛନ୍ତି। ସେ ଜ୍ଞାନ, ସେ ଜ୍ଞେୟ, ସେ ଜ୍ଞାନଗମ୍ୟ, ଅର୍ଥାତ ଜ୍ଞାନର ଚରମ ସୀମା ଅଟନ୍ତି। ଆମେ ପ୍ରଥମେ କାହାକୁ ଜାଣିବା? ଜ୍ଞାନ ଅର୍ଥାତ ନିଜକୁ ଜାଣିଲେ, ନିଜର ପାରିପାର୍ଶ୍ୱିକ ପରିସ୍ଥିତିକୁ ଜାଣିଲେ, ବାସ୍। ତାପରେ କଣ ଜାଣିବା? ଆଉ ଟିକେ ଅଧିକା ପାଠ ପଢିବା, ଅଧିକା ଜିନିଷ ଜାଣିବା, ଜଗତ କଥା ଜାଣିବା, ସମାଜ କଥା ଜାଣିବା, ଦେଶ କଥା ଜାଣିବା, ଦେଶ ସବୁ ଦେଶର ସମଷ୍ଟି ପୃଥିବୀ କଥା ଜାଣିବା, ପୃଥିବୀର ସମଷ୍ଟି ଯୋଉ ଅଛି ଏ 14 ଭୁବନ କଥା ଜାଣିବା। ତାପରେ 14 ଭୁବନ କା ଭିତରେ ଅଛି? ନା ବ୍ରହ୍ମାଣ୍ଡ ଭିତରେ, ବ୍ରହ୍ମାଣ୍ଡ କଥା ଜାଣିବା। ବ୍ରହ୍ମାଣ୍ଡର ସମଷ୍ଟି କୋଉଟା? ମହତ୍ତତ୍ଵ, ତା କଥା ଜାଣିବା। ମହତ୍ତତ୍ଵ କୋଉଠି ଅଛି? ମହତ୍ତତ୍ଵ କୋଉଠି ଅଛି? ଜୀବ ଭିତରେ ଅଛି ମହତ୍ତତ୍ଵ। ଆଜ୍ଞା, ଜୀବ ଭିତରେ ଅଛି। ମହାବିଷ୍ଣୁ ଅଛି ବୋଲି କହିଲେ ବିରଜାରେ ଅଛି। ଶୁଣନ୍ତୁ, ବିରଜାରେ, ତ ବିରଜାରେ ଅଛି, ବିରଜାରେ। ତେଣୁ ବିରଜା, ଇଏ ବିରଜାରେ ଶୟନ କରିଛନ୍ତି ଭଗବାନ ମହାବିଷ୍ଣୁ, ଯିଏକି ନିର୍ବିଶେଷ ବ୍ରହ୍ମ ସେଇଠି ଅଛି, ଗୋଟିଏ ତଟରେ ଅଛି। ଏପଟେ ଭୌତିକ ଜଗତ ମହତ୍ତତ୍ଵ, ସେପଟେ ନିର୍ବିଶେଷ ବ୍ରହ୍ମ। ଆଚ୍ଛା, ତାପରେ ନିର୍ବିଶେଷ ବ୍ରହ୍ମ ପରେ କଣ ଅଛନ୍ତି? ନିର୍ବିଶେଷ ବ୍ରହ୍ମର ଊର୍ଦ୍ଧ୍ୱରେ କଣ ଅଛନ୍ତି? ପରବ୍ରହ୍ମ। ହଁ, ପରବ୍ରହ୍ମ, ହଁ ଠିକ କଥା, ପରବ୍ରହ୍ମ। ପରବ୍ରହ୍ମରେ ସବୁ କଣ କଣ ଅଛନ୍ତି? ପରବ୍ରହ୍ମରେ ତ ସବୁ ତ ଚିନ୍ମୟ, ସବୁ ଦିବ୍ୟ ଜଗତ ଆଉ। ସମସ୍ତ ବୈକୁଣ୍ଠ ଲୋକ ଅଛନ୍ତି, ଅନନ୍ତ କୋଟି କୋଟି ଅନନ୍ତ ବୈକୁଣ୍ଠ ଲୋକ ସବୁ ଅଛନ୍ତି। ଭଗବାନଙ୍କର ସ୍ୱାଂଶ ମାନେ ସେଠି ଅଛନ୍ତି। ସେଠି ବିସ୍ତୃତାଂଶ କେହି ନୁହନ୍ତି। ପରବ୍ରହ୍ମରେ ଥିବା ବୈକୁଣ୍ଠ ଲୋକରେ ଭଗବାନଙ୍କର ସ୍ୱାଂଶ ସବୁ, ଯେତେ ସବୁ ଅଛନ୍ତି ଶରୀରଧାରୀ, ସବୁ ଭଗବାନଙ୍କର ସ୍ୱାଂଶ। ଇଏ ଜଗତରେ ଯୋଉମାନେ ଅଛନ୍ତି, ବ୍ରହ୍ମା ଠାରୁ ଆରମ୍ଭ କରି ପିପିଲିକା ପର୍ଯ୍ୟନ୍ତ, ଏମାନେ ସମସ୍ତେ ଭଗବାନଙ୍କର କଣ? ବିସ୍ତୃତାଂଶ। ଇଏ ବିସ୍ତୃତ, ଇଏ ସ୍ୱାଂଶ, ବିସ୍ତୃତାଂଶ। ବିଷ୍ଣୁ। ଏ ଜଗତରେ ଏ ସମସ୍ତେ ଜୀବ, ବିଷ୍ଣୁ ଜଣେ। ଆଚ୍ଛା, ତାପରେ ଜ୍ଞାନଗମ୍ୟ ଅନ୍ତିମ, ଅନ୍ତିମ ଅନ୍ତିମ ଊର୍ଦ୍ଧ୍ୱ, ଏଇ ଯୋଉ କହିଲେ ଦିବ୍ୟ ଜଗତ, ଚିନ୍ମୟ ଜଗତର ଊର୍ଦ୍ଧ୍ୱ କୋଉଟା? ଗୋଲକ। ଗୋଲକଧାମ। ଗୋଲକ, ଗୋଲକ ଧାମ। ଗୋଲକ ବୃନ୍ଦାବନ। ତେଣୁ ଗୋଲକ ଧାମ ହେଉଛି ଇଏ ଚିନ୍ମୟ ଜଗତର ଊର୍ଦ୍ଧ୍ୱରେ ଅବସ୍ଥିତ। ପୁଣି ସେ ଅନେକ ଭାଗରେ ବିଭକ୍ତ ହେଇଛି। ବୃନ୍ଦାବନ, ବୃନ୍ଦାବନକୁ ଘେରି ରହିଛି କିଏ? ସେ ଗୋକୁଳ, ଗୋକୁଳକୁ ଘେରି ରହିଛି ମଥୁରା, ମଥୁରାକୁ ଘେରି ରହିଛି ଦ୍ୱାରକା, ଦ୍ୱାରକାକୁ ଘେରି ରହିଛି ଅଯୋଧ୍ୟା। ଏଇଭଳି ସବୁ ଅଛି, ସେଟା ଗୋଲକର ବିଭାଗୀକରଣ ସବୁ। ତେଣୁ ବର୍ତ୍ତମାନ ଏଇ ଯୋଉ ଜ୍ଞାନ ଗମ୍ୟ କଥା କୁହାଗଲା, ଯେ ଜ୍ଞାନର ଚରମ ସୀମା, ଏ ଚରମ ସୀମା କଥା ଆମେ ଆଲୋଚନା କଲେ।
ते प्रपात कौन कहते ना प्रपात ये ब्रह्मन कथा कहते ब्रह्मन अर्थात निर्विशेष ब्रह्म कथा समस्त जीव कथा समस्त शरीर कथा समस्त जगत कथा ये कहुई तेरे आम प्रपात भावार्थ कौन आलोचना करवा जे सूर्य चंद्र नक्षत्र आदि ज्योतिष्क मानकर ज्योति आलोकर उद्भव स्थल होती परमात्मा परम पुरुष भगवान वैदिक साहित्य आम मैंने देखा पाऊे चीज जगत सूर्य कि चंद्रकर आवश्यकता ना हाँ न तो भाष सूर्य तापर कौन तापर कौन चीज जगत सूर्य अच्छा चीज जगत ନାଇଁ ପ୍ରଭୁଜୀ सूर्य अच्छा ପ୍ରଭୁଜୀ ପ୍ରଭୁଜୀ ଭଗବାନଙ୍କର ଉଜ୍ଜଳ ଆଲୋକରେ ଆଲୋକିତ ହଉଛନ୍ତି ତାଙ୍କର सेठी सूर्य चंद्र नहांती भगवती गीता कहते भगवान न तद भाषयते सूर्य न शशांको न पावक जद्गत्वा न निवर्तन्ते तो धाम परम से धाम को गले जीव आ प्रत्यावर्तन करे नाही करि पारे नाही तेणु चिज जगत सूर्य चंद्रकर आवश्यकता नाही कारण परमेश्वर ज्योति सेठारे विद्यमान भौतिक जगत भगवान से दिव्य ज्योति अर्थात ब्रह्म ज्योति महतत्व द्वारा आच्छादित भगवान दिव्य ज्योतिटा महतत्व द्वारा आच्छादित होती ब्रह्म ज्योतिटा वही भौतिक जगत जे भली आज आज अच्छा किए सूर्य अच्छा कि देखा जाउछंती ନାଇଁ ପ୍ରଭୁଜୀ ଆଜି ନାଇଁ ପ୍ରଭୁଜୀ ବର୍ଷ ଘୋଡି ଯାଇଛି ଅଛନ୍ତି ମେଘ ଦେଖା ଯାଉନାହାନ୍ତି ମାତ୍ର ଅଛନ୍ତି आज्ञा ଆଜି मु ଦେଖା आज ଯାଉନାହାନ୍ତି कथा कहि ମେଘ ଘୋଡେଇଛି ଦେଖା हाँ ଯାଉନାହାନ୍ତି मु देखा जाउछंती कि नाही का द्वारा आच्छादित होइछंती ମେଘ ବାଦଲ ବା ମେଘ ବାଦଲ ମେଘ ଦ୍ୱାରା तेणु भगवान ब्रह्म ज्योति अच्छा से महतत्व ये जो 24 तत्व द्वारा आच्छादित होती तेणु ये भौतिक जगत आम मैंने सूर्य चंद्र विद्युत आदि आलोक निमित्त दरकार कर हाँ ये जगतटा हूँ अंधकारमय प्रथम आम आलोचना करछे जगतर स्वरूपटा हूँ भौतिक जगतटा अंधकार ये आलोक दरकार ना आम जा केमती आम देखा परस्पर को केमती निजको केमती देखा निज शरीर को केमती देखा बिना आलोक बिना आलोक आपण को देखी पारुछंती कि ନାଇଁ ପ୍ରଭୁଜୀ हाँ तेणु आलोकर आवश्यकता अच्छी तेणु चीज जगत रे सब पदार्थर आवश्यकता नहीं वैदिक साहित्य परिष्कार भाव कहुई भगवान उज्जवल ज्योति जोगु प्रत्येक पदार्थ आलोकित अटे तेणु एथुरु सुस्पष्ट होउची जे भौतिक जगत रे तांकर अवस्थिति नाही कार अवस्थिति नाही ସୂର୍ଯ୍ୟଙ୍କର कार अवस्थिति नाही भौतिक जगत रे भगवान भगवान अवस्थिति चीज जगत रे नाही चीज जगत रे अवस्थित जहा कि बहुत दूर रे परब्रह्म रे अवस्थित से चीज जगत अवस्थित जहा कि बहुत दूर रे परब्रह्म रे अवस्थित यह मध्य वैदिक साहित्य रे श्वेताश्वेत उपनिषद 3:8 स्वीकृत होइछि आदित्य वर्णौ स्तमः परस्तात् से ठीक सूर्यंक परी से चिरंतन भावे उज्जवल किंतु से ए भौतिक जगतर अंधकार ठार बहुत ऊर्ध्वरे तांकर ज्ञान होइछि दिव्य ज्ञान तांकर ज्ञान होइछि दिव्य ज्ञान वैदिक साहित्य रे कहा जाइछि जे ब्राह्मण होइछि पुंजीभूत दिव्य ज्ञान जो व्यक्ति चीज जगत को जीवा पई खूब आग्रही ताकू समस्त हृदय थिवा परमात्मा रूपे विद्यमान थिवा भगवान ज्ञान प्रदान करନ୍ତି जे चीज जगत को जीव सेथि पई ए जो ज्ञानर आवश्यक साधनार आवश्यक ये जिनस किए प्रदान करती भगवान ताको प्रदान करती गोटे वैदिक मंत्र श्वेताश्वेत उपनिषद 6:18 कहुई तं ह देव आत्मबुद्धि प्रकाशं मुमुखे वै शरणं अहम प्रपत्ति यदि व्यक्ति मुक्ति चाहे ताल से परम पुरुष भगवान को शरण रे आसीबा उचित
କାରଣ ମୁକ୍ତିଦାତା କିଏ ସେ? ଗୋବିନ୍ଦ ଭଗବାନ ମୁକ୍ତିଦାତା ହେଲେ ଭଗବାନ। ତେଣୁ ଭଗବାନଙ୍କ ଶରଣରେ ଆସିଲେ, ମୁକୁନ୍ଦଙ୍କ ଶରଣରେ ଆସିଲେ ଆମେ ଏ ଜଗତରୁ, ଏ ଅନ୍ଧକାର ସ୍ଥିତିରୁ ମୁକ୍ତ ହେଇପାରିବା। ଜ୍ଞାନର ଶେଷ ସୀମା ସମ୍ବନ୍ଧରେ ବୈଦିକ ସାହିତ୍ୟ ଶ୍ରେଷ୍ଠାଶ୍ୱେତ ଉପନିଷଦ 3:8 ମଧ୍ୟ କୁହାଯାଇଛି, ତମ୍ ଏବ ବିଦିତ୍ୱାତି ମୃତ୍ୟୁମ୍ ଏତି, ଅର୍ଥାତ୍ କେବଳ ଆପଣଙ୍କୁ ହିଁ ଜାଣିଲେ ବ୍ୟକ୍ତି ଜନ୍ମ ମୃତ୍ୟୁ ଚକ୍ରରୁ ରକ୍ଷା ପାଇପାରିବ। କବୁ ଯଦି ସାଧୁ ସଙ୍ଗେ ଜାନିତେ ସେ ପାରେ, ଆମେ ଯିବ କୃଷ୍ଣ ଦାସ ଯାୟ ମାୟା ପାରେ। ନିଜର ସ୍ୱରୂପ କଥା ଜାଣିପାରିଲେ, ଅବଗତ ହେଇପାରିଲେ, ସାଧୁ ସଙ୍ଗ ଦ୍ୱାରା ସେ ଉଦ୍ଧାର ପ୍ରାପ୍ତ ହେଇପାରିବ। ପରମ ନିୟନ୍ତା ହିସାବରେ ସେ ପ୍ରତ୍ୟେକଙ୍କ ହୃଦୟରେ ବିଦ୍ୟମାନ। ଈଶ୍ୱର ସର୍ବଭୂତାନା ହୃଦୟ ସେ ଅର୍ଜୁନ ତିଷ୍ଠତି ଭ୍ରାମ୍ୟନ୍ ସର୍ବଭୂତାନି ଯନ୍ତ୍ରରୂଢ଼ାନି ମାୟା। ଯନ୍ତ୍ରକୁ ଆମେ ପରିଚାଳନା କଲା ଭଳିଆ ସେ ସମସ୍ତଙ୍କୁ ପରିଚାଳନା କରୁଛନ୍ତି। ସେ କେମିତି ପରିଚାଳନା କରୁଛନ୍ତି? କେମିତି ପରିଚାଳନା କରୁଛନ୍ତି ଭଗବାନ? ସମସ୍ତଙ୍କ ହୃଦୟରେ ଅଛନ୍ତି, ପରିଚାଳନା କେମିତି କରୁଛନ୍ତି? ତାଙ୍କର କାଳ ଶକ୍ତି ପ୍ରଭୁଜୀ ତାଙ୍କର ଯୋଉ ସବୁ ଅଧିଷ୍ଠାତ୍ରୀ ଦେବତାଙ୍କୁ ସବୁ ପୋର୍ଟଫୋଲିଓ ବାଣ୍ଟି ଦେଇଛନ୍ତି, ମନ ଇନ୍ଦ୍ରିୟ ଅଙ୍ଗ ପ୍ରତ୍ୟଙ୍ଗ ସବୁ ବାଣ୍ଟି ଦେଇଛନ୍ତି, ଡିସେଣ୍ଟ୍ରାଲାଇଜ କରିଦେଇଛନ୍ତି। ଇନ୍ଦ୍ରିୟ ମାନଙ୍କ ଦ୍ୱାରା, ମନ ଦ୍ୱାରା ଏସବୁ ପ୍ରଭାବିତ ହେଉଛନ୍ତି। ଗୋଟିଏ କଥା ମୁଁ ଶୁଣିଥିଲି ଯେ ବାସ୍ତବିକ ମନ ଆମର ଶତ୍ରୁ। ବାସ୍ତବିକ ମନ ଆମର ଅନିୟନ୍ତ୍ରିତ ମନ ଆମର ଶତ୍ରୁ। ମନ କହିଲା କଣ, ମିଠାଟେ ଖାଆନ୍ତି, ଆରେ ତୋତେ ଡାଇବେଟିସ୍ ହେଇଛି ପରା, ନା ମୁଁ ଗୋଟେ ଖାଇଦବା, ଟିକେ ମନ ହଉଛି ଖାଇଦବା, ମନ ହଉଛି ପାଗଟା କୋହଲିଆ, ଟିକେ ଚା ଟିକେ ପିଇଦବା, ଆରେ ତୋତେ ପରା 4 ନିୟମରେ ଅଛି ଚା ପିଇବୁନି ବୋଲି, ଆଉ ଚା କଣ ମନ ହଉଛି? ଏଭଳି ପାପ କାର୍ଯ୍ୟରେ ମନ କେତେବେଳେ ସାଥିରେ ଯାଏନି। ଅନିୟନ୍ତ୍ରିତ ମନ କେତେବେଳେ ଆତ୍ମାର ମଙ୍ଗଳ ଚାହେନି। ନିୟନ୍ତ୍ରିତ ମନ ହିଁ ଭଗବାନ ଆତ୍ମାର ମଙ୍ଗଳ ଚାହେଁ। ତେବେ ନିୟନ୍ତ୍ରିତ ମନ ପାଇଁ ଯଦି ମନ ହଉଛି ଆମେ କରିବା କଣ ପିଇବା, ଚା ଟିକେ ପିଇବା, ତେବେ କଣ କରିବା? ଚା ତ ପିଇବାନି, ଆମକୁ ମନା ହେଇଛି, ନାଇଁ ଲୁଚେଇକି ଟିକେ ପିଇଦବା। କିଏ ଦେଖୁଛି କି? କିଏ ଦେଖୁଛି ନା ଦେଖୁନାହାନ୍ତି? ଭଗବାନ ଦେଖୁଛନ୍ତି, ପ୍ରଭୁ ଭଗବାନ ଦେଖୁଛନ୍ତି। ତେଣୁ ଆମେ ସେଇ କ୍ଷେତ୍ରରେ କଣ, ସେଇ ସମୟଟା ଦେଖନ୍ତୁ, ଏଇ ଯୋଉ ମନ ହବା ସମୟଟା ଗୋଟେ ସୀମିତ ସମୟ ଭିତରେ, ମିନିଟିଏ 2 ମିନିଟ୍ 3 ମିନିଟ୍, ତାପରେ ସେ ଚାହିଦାଟା କମିଯିବ, ସେ ସ୍ପୃହାଟା କମିଯିବ। ତେଣୁ ଭଗବାନ କହିଛନ୍ତି ସବୁକିଛି ସହି ନେବାକୁ, ଟାଳି ଦେବାକୁ। ତେଣୁ ଏ କଥା ସ୍ୱୀକାର କରିବାକୁ হবে ଯେ 2 ଜଣ କ୍ଷେତ୍ରଜ୍ଞ ଅଟନ୍ତି। ପରମେଶ୍ୱରଙ୍କର ହାତ ଗୋଡ଼ ଚାରିଆଡ଼େ ବିସ୍ତୃତ, ସର୍ବତଃ ପାଣିପାଦଂ ସର୍ବତଃ ଶିରୋମୁଖମ୍। କିନ୍ତୁ ଏ କଥା ଜୀବାତ୍ମା ସମ୍ବନ୍ଧରେ କୁହାଯାଇ ପାରିବ ନାହିଁ। ଜୀବାତ୍ମାର ଚାରିଆଡ଼େ ହାତ ଗୋଡ଼ ଅଛି ବୋଲି। ହାତ ଗୋଡ଼ ଅଛି ବୋଲେ କଣ କି? ପରମାତ୍ମାଙ୍କର ହାତ ଗୋଡ଼ ମୁଣ୍ଡ ଏସବୁ ଅଛି ବୋଲେ କଣ? ମୁଣ୍ଡର କାମ କଣ? ଜ୍ଞାନ ପ୍ରଦାନ କରିବା। ହାତର କାମ କାର୍ଯ୍ୟ କରିବା। ଗୋଡ଼ର ଅର୍ଥ ଗୋଟେ ସ୍ଥାନ ଅନ୍ୟ ସ୍ଥାନକୁ ଚାଲିବା। ଏସବୁ ଜିନିଷ ଯୋଉ କ୍ରିୟା ଗୁଡ଼ାକ ହୁଏ, ସେଇ କ୍ରିୟାଟା ପରମାତ୍ମାଙ୍କର କିଛି ନଥାଇ ମଧ୍ୟ ସେସବୁ ସେମାନେ କରିପାରନ୍ତି। ଅପାଣିପାଦ ଦେବନଗ୍ରହମ୍, ତାଙ୍କର ଦିବ୍ୟ ପାଣିପାଦ ଅଛି, ଦିବ୍ୟ ଚକ୍ଷୁ ଅଛି, ଅର୍ଥାତ୍ ଚକ୍ଷୁର କାର୍ଯ୍ୟ ସେ କରିପାରୁଛନ୍ତି। ଗୋଡ଼ର କାର୍ଯ୍ୟ କରୁଛନ୍ତି, ହାତର କାର୍ଯ୍ୟ କରିପାରୁଛନ୍ତି, ମସ୍ତିଷ୍କର କାର୍ଯ୍ୟ କରିପାରୁଛନ୍ତି। ତେଣୁ ଶ୍ଵେତାଶ୍ୱେତ ଉପନିଷଦ 3:17 ସ୍ୱୀକୃତ ହେଇଛି, ସର୍ବସ୍ୟ ପ୍ରଭୁ ଈଶାନ ସର୍ବସ୍ୟ ଶରଣଂ ବ୍ରତ। ସେ ପରମ ପୁରୁଷ ଭଗବାନ ପରମାତ୍ମା ହେଉଛନ୍ତି ପ୍ରଭୁ, ସମସ୍ତ ଜୀବଙ୍କର ମାଲିକ। ତେଣୁ ସେ ସମସ୍ତ ଜୀବଙ୍କର ଚରମ କେନ୍ଦ୍ର ଅଟନ୍ତି। ଏଇଟା କନକ୍ଲୁଜନ, ସମସ୍ତେ ମନେ ରଖନ୍ତୁ। ପରମାତ୍ମା ହେଉଛନ୍ତି ପ୍ରଭୁ, ସମସ୍ତ ଜୀବଙ୍କର ମାଲିକ, ସମସ୍ତଙ୍କୁ ନିୟନ୍ତ୍ରିତ କରୁଛନ୍ତି, ସମସ୍ତେ ତାଙ୍କର ଅଧସ୍ତନ। ତେଣୁ ସେ ସମସ୍ତ ଜୀବଙ୍କର ଚରମ କେନ୍ଦ୍ର ଅଟନ୍ତି। ଯେମିତି ପରିବାର ଆଲୋଚନା କଲେ ଯେ ମାତାଜୀ ମାନେ ଘରର କେନ୍ଦ୍ର, ସେଭଳି ଇଏ ପରମାତ୍ମା ହେଉଛନ୍ତି ଏ ଜଗତ ଅସ୍ୱୀକାର କରିପାରିବେ ନାହିଁ ଯେ ପରମାତ୍ମା ଓ ଜୀବାତ୍ମା ବରାବର ଭିନ୍ନ।
जीवात्मा परमात्मा परावर भिन्न ना भिन्न 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 कही हेले कहना भिन्न बोली समस्ते कहते तो भिन्न तो ଆଜ୍ଞା ना से जो विक्रमादित्य सभा रहा भाया जड़े कहीदे थरे शुणिले मन रड़े द्वितीय शुणिले मन रड़े तीन थर शुणिले मन रुझे कि जदि जी 7 थर शुणिले मन रही आगे पचार सी कहीपर श्लोकटा तेणु जड़े कहीदेला माने आउ समस्ते हाथ टेकी दौरान ना वास्तविक जी अभिन्न परमात्मा और जीव जीवात्मा अभिन्न बोली जदि किए कहवाक चाहते कहतु फंडामेंटाल क्लीयर करदे तेबे परमात्मा और जीवात्मा भिन्न अटंती बहुत गुणात्मक भावे तांको भिन्नता अनंत परिमाण रे अच्छा तेबे परमात्मा को कथा आलोचना हैला हाँ परमात्मा कि भली ज्ञान ज्ञेय ज्ञानगम्य अटंती आ भौतिक जगत कि भली अंधकार आउ परमात्मा कि भली मालिक समस्त ये जगतर से होचंती कौन मालिक अटंती एवं ज्योतिषम अपि तज्योति तमसम परम उच्यते एवं आलोक प्रदानकारी द्रष्टा अटंती समस्त जगत को सी तांको शक्ति द्वारा उद्भासित करुछंती काली तो अधीत जीत कथा आलोचना है भगवान को ऊपर कही ना भगवान को जय कला भली तेणु अधीत जीत किंतु तांको मध्य जय करा जाई पारे कि भली भगवान को ही जय करि पारंतिनी किंतु से समय समय मध्य तांको जय करा जाई पारे कि भली भगवान जो निजे पराजित स्वीकार करती केतबेले स्वीकार करिवे जो से भक्तर अधीन हो जाती से निजक पराजित स्वीकार करती भक्त ऊपर जति खुशी हो जाती से निजक चाहिए केतबेले खुशी भगवान केतबेले खुशी हेबे एग्जांपल भगवान केतबेले खुशी हेबे भक्तर प्रेममय सेवा द्वारा भक्तर प्रेममय सेवा द्वारा प्रेममयी सेवा द्वारा भगवान खुशी होती सर्वत भावे हाथ टेकी सर्वत भावे हाथ टेकी दे भगवान का पाद पद्म जो शरणागत हो जाए कृष्ण 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 पाहिमा सब किछि कृष्ण हरे कृष्ण 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 हरे 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 राम 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 हरे अर्थात हाथ टेकी दौचे निरसराण जगदीश आपण केवल रक्षा करता आ कहीं ना जगत रे रक्षा करने तेणु सवै मन कृष्ण प्रदार बिंदु 85 वैकुंठ गुणान वर्णन एभली ब्रह्म सेवा समस्त इंद्रिय जहाँ अच्छी भगवान प्रदान करछंती भगवान को सेवा अर्थ रे को आमे नियोजित करवा तापरे तब विभव खड़ु भगवान जगत उदय स्थिति लयादिन विश्व सृजस्ते अंशांशास्तत्र मृषुआ स्वधंति पृथक भीमत्या अर्थात कौन कहगला ये कहते राजा चित्रकेतु हे भगवान आपण ये जगतर सृष्टि स्थिति इत्यादि आपण ही वैभव ब्रह्मा आदि अन्य स्रष्टा गण आपणकर अंशर अंश से मानक मध्यरे सृष्टि करिवार आंशिक शक्ति अच्छी सृष्टि करिवार आंशिक शक्ति अच्छी ताहा सेमानकु ईश्वर रे परिणत करे ना कारण परमेश्वर जने अछंती परमेश्वर थिला जेतेबेले चंद्र बा सूर्य रहउचंती ये नक्षत्र मानकर स्थिति कौन भूमिका कौन रहउची आमे से मानकु दरकार करूचे जेतेबेले दिन बेले सूर्य अछंती ये नक्षत्र मानकर बा चंद्र आदि एमानकर आवश्यकता आमे करूचे कि
ନାହିଁ ପ୍ରଭୁ। ନାଇଁ ପ୍ରଭୁ। ସେମାନେ ହତପ୍ରଭୁ। ତେଣୁ ଭଗବାନଙ୍କର ଠାରେ ଆମେ ପ୍ରପନ୍ନ ହେଇଗଲେ ଏଇ ଯୋଉ ଅଛନ୍ତି ଏଇ ଦିଗପାଳ ବା ଏଇ ଜଗତର ସବୁ ଅଧିଦେବ ମାନେ ବ୍ରହ୍ମା ଶିବଜୀ ଏସବୁ ଅଛନ୍ତି, ତାଙ୍କର କୃପା ମଧ୍ୟ ଭଗବାନଙ୍କ କୃପା ଦ୍ୱାରା ଆସିଯାଏ ଅଟୋମେଟିକାଲି। ସେମାନେ ବହୁତ ଖୁସି ହୁଅନ୍ତି। ତେଣୁ ଭଗବାନଙ୍କ ଠାରୁ ସବୁ କିଛି ଅଛି। ଆମେ ଗୋଟେ କଥା ଭଗବାନଙ୍କ ଠାରେ ହାତ ଟେକି ପ୍ରପନ୍ନ ହେଇଗଲେ ନାମ ପ୍ରଭୁଙ୍କ ନିକଟରେ ସବୁ କିଛି ସ୍ମୃତି ଆସିବ, ଜ୍ଞାନ ଆସିବ, ସବୁ କିଛି ଆସିବ। ଭଗବାନ ସବୁଠି ପରମାଣୁ ପରମ ମହତ୍ଵ ସ୍ତଂ ଆଦ୍ୟନ୍ତ ଅନ୍ତରବର୍ତ୍ତୀ ତ୍ରୟ ବିଧୁର ଅଦାବ ଅନ୍ତେ ବା ଆଦୌ ଅନ୍ତେ अपि च सत्वाना। अदाब अन्ते अर्थात आदौ अन्ते अपि च सत्वानां जत ध्रुवम तदेव अंतराळे अपि। भगवान अंतराळे अर्थात सूक्ष्म भावरे रही कौन करती ना अंडास्थ परमाणु चयंतरस्थ। भगवान होउछन्ति सनातन, तांकर शक्ति सनातन, से ये जगतर आदि अंत एवं मध्य, ये मध्य सनातन। कारण आम जानिचे प्रत्येक वस्तुर कौन अच्छी, प्रथम अव्यक्त स्थिति अच्छी, तापरे व्यक्त स्थिति, तापरे पुणी ବିଲୟ ହୁଏ। तापरे पुणी ଅବ୍ୟକ୍ତ अव्यक्त। हाँ आम कहवा हारामणी माताजी आपण 100 वर्ष तले थले, ए रूप थला आपणकर थला 100 वर्ष पूर्वे ନାଇଁ केमती थले ना ये रूप नथला, अव्यक्त। मु अव्यक्त सूक्ष्म भाव अव्यक्त। रही। हाँ आउ 40 वर्ष पर पचारिबा हारामणी माताजी अछंती कोठी? हाँ आम गिरिधारी तो थिबो ना, से कहबो हाँ हारामणी माताजी बोली जणे आसुथिले, नीलिमा माताजी बोली जणे आसुथिले। अरे कुआडे गले, कुआडे सबू सबू अव्यक्त। तेणु ये जगतटा अव्यक्तमय, किंतु भगवान कृपा करी याकू व्यक्त करंती, बुझिले कि? तेणु ये जो क्रियाटा होची सनातन धारारे काल प्रभाव चली रही। यही तीनोटी अवस्था आपणकर अवस्था उपलब्धि करा जाए बोली आपण नित्य, किंतु आपणकर कौन परिवर्तन होची? आपणकर परिवर्तन होची कि? आपणकर एई जो आदि कौन अंत कौन मध्य कौन एसबू अच्छी? वेणुकण तरंग रविंद दलायताख्यं पर्वतन समसितांबुद सुंदरांगम कंदर्प कोटि कमनीय विशेष शोभं गोविंदम आदि पुरुषं तमहं भजामि। आलोड़ चंद्रकल सदवन माल्यवांशी रत्नागंध प्रणकली कलाविलासं श्याम त्रिभंग ललित नियत प्रकाशं गोविंदम आदि पुरुषं तमहं भजामि। अद्वैतं अच्युतं अनादि अनंत रूप आद्य पुराण पुरुष नव यौवन। आपण स्वरूपटा कौन? आपण स्वरूपटा कौन? नव यौवन च। आपण सदा सर्वदा ये नव यौवन रूप रही सब। हाँ ये सब ये वायु रे भाषिकी धूली गणा भाषला भाया आम भाषुचे कोटि लीन होचे, आमर स्थिति किछि नहीं। आमर मु आमर ये सब ये शब्दर किछि गोटे स्थिति नहीं। ये स्थिति गोटे अल्प समय पाई, हाँ अनंत काल बक्षरे गोटे खूब कम समय पाई यार सब मु आमे ये सब जिनस रहे। ये कथा कहा जायछि। भगवान ये नित्य आनंदमय ज्ञानमय रूप वैदिक शास्त्र पंडित माने हृदयंगम कर पारिबे। भगवान कर नित्य आनंदमय ज्ञानमय, भगवान हले विज्ञानमय आनंदमय तांके स्वरूपटा, किंतु पंडित माने जानि परिबे नाही। पंडित माने जानि पारंती कोन? मन कर 24 तत्व कथा जानि परिबे, चिन्मय कणिका कथा जानि परिबे, परम ब्रह्म कथा जानि परिबे, किंतु कोन जानि परिबेनी? आनंदमय स्थितिटा जानि परिबेनी। कारण आनंदमय स्थितिटा किए जानिबो? केवल आत्मभक्त जानिबो।
आत्मभक्त आउ के जान पारिबेनी तेणु कहगला कौन ना वेदेशु दुर्लभम अदुर्लभम आत्मभक्त आत्मभक्त केवल जापर अन्न माने अन्न वैदिक पंडित माने जानीपारे ना ये कथा कहुई आउ गोटे जिनस कहगला प्रपात भाष्य कहते जे ये जगत रे भगवान सबकि अनेक जिनस रखिंट किंतु ताकू प्रकट करने गोटे गोटे माध्यम दरकार ये लेंबु गछर उदाहरण देते साइट्रिक एसिड हाँ किए से सृष्टि करे लेंबु गछ तेणु लेंबु गछ माध्यम साइट्रिक एसिड सृष्टि हुए किंतु माध्यम किंतु सी तार कारण नुहे साइट्रिक एसिड अच्छी प्रकट करे लेंबु गछ किंतु साइट्रिक एसिड मूल कारण है भगवान तेणु आद्य अदावंते च सत्वाना जत ध्रुवं तदेव अंतरे नो अपि ये ध्रुव शब्दटी अर्थ होची स्थिर बा अविचलित भाव सत्य होचंदी श्रीकृष्ण हाँ ये जड़ जगत नुहे जड़ जगत स्थिर नुहे शाश्वत नुहे जगतटा केते दिन पे प्रकट होईची ये जगतटा केते दिन पे प्रकट होईची ब्रह्मांकर गोटे दिवस पर्यंत रहे तापरे बिल हुए हाँ ब्रह्मांकर गोटे दिवस पर्यंत ये जगतटा प्रकट होईची आ ब्रह्मांडटा केते दिन पे प्रकट होईची ब्रह्मांकर परार्ध वर्ष जाए हाँ ब्रह्मांड 2 परार्ध वर्ष जाए अन्य कथारे हाई कहले कहवा जे कौन ना भगवान महाविष्णुकर वर्तमान से कौन निश्वास छाड़ी प्रश्वास प्रश्वास जिते बड़े नेबे ये सब जगतटा निश्वसित तथावलंब जीवंती लोम मिला जा जगदंड नाथ आपण मान तो ब्रह्म संहिता पढ़ु ना हाँ जो मैंने मॉर्निंग जपरे आसुचंती सकाळे ब्रह्म संहिता पाठ होईची सब सब जानिबे तत्व गुड़िक सिद्धांत जिनस गुड़िक तेणु अच्छा कारण केमिति भगवान गोटे जिनस जगतर कारण केमिति भगवान कारण जिनसटा कौन आपण माने गोटे मूर्ति गढ़ले माटी आणले सीमेंट आणिमे पानी आणिमे लोक सब मिसिले गोटे जिनस गोटे रूप नब एरा सब कौन सब अलग अलग सब एकत्र हम तेबे ये जिनिस को एकत्र करुची जो शक्तिटा से शक्ति ही भगवत शक्ति से हूँ परमात्मा शक्ति अर्थात ये ब्रह्मांड जो देखा जाउची ये ब्रह्मांड को गोटे रूप जे देची ये शरीर को गोटे रूप जे देची ये विश्व को जे गोटे रूप देची से रूपर जो अंतर्हित शक्ति जा द्वारा जो अठा सदृश सब जमी सूत्र मणि गणाइब मणि मालाटा जमती सेटिंग होगी रही भगवान आपणकर ये जो माला परिधान करछंती अतीव सुंदर देखा जाए आपन बहुत शोभा पाउछ ता भितरे कौन अच्छी माला भितरे कौन अच्छी धारण करी माला फूल गुड़ा जमती माध्यम ये जगत रे भगवत शक्ति बा काल शक्ति होची माध्यम से शक्ति द्वारा समस्त कौन करिछि ना जाबुड गोटे रूप सृष्टि करछि नले हम हाथ गोड़ा गोटा गोटा आड़े जानता हरी मुह गोटा आड़े जानता हरी नले जेमती जो आमे लेप दउचे गोटे मूर्ति करूचे लेप देला बेलू से तले खसी पड़ो सब अरे अठा शक्ति नथिले से रहिबो कि तेणु अठा शक्ति द्वारा जमती मूर्तिटा तैयारी होची ये जगत रे अठा शक्ति किए होले ना भगवान को काल शक्ति हाँ से समस्त कौन करछंती सेटिंग कर रखछंती पुणी आ गोटे रूप अच्छी मूर्तिटा को पानी रे पके दवा आ रहिबो कि से मूर्ति पानी रे भिजी जीवो तेणु भगवान आ गोटे से कालर आ गोटे रूप अच्छी से सब ध्वंस कर देउछि ये भली अहरह चलती तेणु ये परमात्मा शक्ति एक सूक्ष्म शक्ति समस्त को प्रकट करुच्ची पुणी समस्त को ध्वंस करुच्ची भगवान हरे कृष्ण जय श्री प्रभुपाद की जय उपस्थ गुरु भक्त वृंद की जय नेताय गुरु प्रेमानंदे हरि हरि बोल ये कथा कहबार तात्पर्य जे भगवान जो शक्ति अच्छी
ଏ ଶକ୍ତି ହିଁ ମାନେ ଉହ ରୂପେ ଆମ ଅବ୍ୟକ୍ତ ରୂପେ ଆମେ ଯାହାକୁ ଜାଣିପାରୁନି କିନ୍ତୁ ଅନୁଭବ କରୁଛେ, ସେଇଭଳି ସିଏ ୟାକୁ ପ୍ରକଟ କରୁଛି, ୟାକୁ ଧ୍ୱଂସ କରୁଛି। ସେଇ ପାଣିର ମୂର୍ତ୍ତି, ପାଣିରେ ନ ମିଶିଲେ କାଦୁଅ ହବନି, ମୂର୍ତ୍ତି ତିଆରି ହବନି, କିନ୍ତୁ ସେଇ ପାଣି ଦ୍ଵାରା ଯେତେବେଳେ ପାଣିର ପ୍ରାବଲ୍ୟ ହଉଛି, ଏ ମୂର୍ତ୍ତି ବିସର୍ଜନ ହେଇଗଲେ ଧ୍ୱଂସ ହେଇଯାଉଛି। ଏଭଳି ଭାବେ ଆପଣ ମାନେ ଭଗବାନଙ୍କର ଉପସ୍ଥିତିକୁ ଉପଲବ୍ଧି କରନ୍ତୁ। ହରେ କୃଷ୍ଣ। वंशाकल्पतरुभ्यश्च कृपा सिन्धुभ्यश्च पतितानां पावनेभ्यो वैष्णवेभ्यो हरे कृष्ण। ସମସ୍ତଙ୍କୁ ଦଣ୍ଡବତ ପ୍ରଣାମ। ହରେ କୃଷ୍ଣ।